ଧନୁଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ। ଆସିଛନ୍ତି କୃଷ୍ଣ ବଳରାମ। ସର୍ବପ୍ରଥମରେ ରଣ ହେଇଛି କୁବଳୟା ହସ୍ତୀ ଏବଂ ମାହୁନ୍ତ ସଙ୍ଗରେ। କୁବଳୟା ହସ୍ତୀ ଏବଂ ମାହୁନ୍ତ ନିହତ। ତାପରେ କୃଷ୍ଣ ଭଙ୍ଗ କରିଛନ୍ତି ଶିବଧନୁ। ତାପରେ ସେନାପତି ଗଣ ସହିତରେ ଚାଣୁର ମୁଷ୍ଟିକ ସମସ୍ତେ ନିହତ ହେଲେ କୃଷ୍ଣ ବଳରାମ ହସ୍ତେ। ମହାମନ୍ତ୍ରୀ ଗଣ ଶରଣାଗତ କୃଷ୍ଣ ବଳରାମ ପାଦେ। ଏକାକୀ ବଞ୍ଚିଛି ତ୍ରିଭୁବନ ବିଜୟୀ ବୀର କଂସାସୁର। ବିଦାୟ ନେଉଅଛି ରାଣୀ ପଦ୍ମାବତୀ ଠାରୁ। ସଜେଇ ଦେଇଛନ୍ତି ବୀର ବେଶେ ମୋତେ। ଆସିଅଛି ରଣାଙ୍ଗନେ। କୃଷ୍ଣ କୃଷ୍ଣ କହି ଆସିଲା ବେଳକୁ ଆହା ଛିଡ଼ା ହୋଇଛନ୍ତି ନାରାୟଣ ଏବଂ ସଙ୍ଗରେ ହଳଧର। ସୁଶ୍ୟାମଳ ନୀଳବର୍ଣ୍ଣ କୋଟି ତଟେ ପିତଜେ ବସନ। ସ୍କନ୍ଦରେ ପଇତା ଶିରରେ ମୟୂର ଚନ୍ଦ୍ରିକା ପ୍ରଭୁ ହସ୍ତେ ଧରିଅଛ ବଂଶୀ। ଜାଣେ ପ୍ରଭୁ ଦ୍ୱାପର ଯୁଗରେ ତମେ ହେଉଛ ସ୍ୱୟଂ ନାରାୟଣ। ତାହେଲେ ପେଶୀ ତବ ସୁଦର୍ଶନ ଚକ୍ର ତ୍ରାହି କରିଦିଅ ମୋତେ ଦ୍ୱାପର ଯୁଗ। ମନା କରୁଛନ୍ତି କୃଷ୍ଣ। ତାପରେ ମୁଁ କହିଲି ହେ ପ୍ରଭୁ ତମେ ପରା ନାରାୟଣ। ସେ ମୋତେ କ'ଣ କହିଲେ ଜାଣିଛ? ନୁହେଁ ମୁଇଁ କଂସର ଭଣଜା, ନୁହେଁ ମୁହିଁ ବସୁଦେବ ସୁତ, ନୁହଁ ମୁହିଁ ଦେବକୀ ନନ୍ଦନ। ତାପରେ ମୁଁ ପଚାରିଲି ତାହେଲେ କିଏ ପ୍ରଭୁ ତମେ? କହୁଛନ୍ତି କୃଷ୍ଣ ମୁଁ ହିଁ ସୃଷ୍ଟି, ମୁଁ ହିଁ ସ୍ରଷ୍ଟା, ମୁଁ ହିଁ ଅଥଳ ସାଗର। ବାସ୍ ଏଇ ମୁହୂର୍ତ୍ତକୁ ଅପେକ୍ଷା କରିଥିଲି ନାରାୟଣ। ଏଇ ମୁହୂର୍ତ୍ତକୁ ପ୍ରଭୁ କଷ୍ଟରୁ ତାରଣ କରୁ ବୋଲି ନା ତୋର କୃଷ୍ଣ, ହେଲେ ମୁଁ କର୍ମର ଏକ ଅଂଶ ବୋଲି ନା ମୋର କଂସ। ଜାଣେ ପ୍ରଭୁ ନବଧା ଭକ୍ତି, ନବଧା ଭକ୍ତିରେ ପୂଜା କଲେ ନାରାୟଣଙ୍କୁ ବହୁ ବିଳମ୍ବରେ କାର୍ଯ୍ୟ ସିଦ୍ଧି ହୁଏ। ହେଲେ କଂସର ଦର୍ଶନ ଶାସ୍ତ୍ର କୁହେ ଦଶମ ଭକ୍ତି କରିବି ପ୍ରୟୋଗ। ଆଉ ଦଶମ ଭକ୍ତି ହେଉଛି ପ୍ରଭୁ ବୈରୀ ଭକ୍ତି। ଆସ ନାରାୟଣ ଆଜି ଭକ୍ତ ଆଉ ଭଗବାନ ମଧ୍ୟରେ ହୋଇବ ତୁମୁଳ ସଂଗ୍ରାମ। ଦେଖିବ ତ୍ରିଜଗତ ଭକ୍ତର ମନୋକାମନା ନାରାୟଣ ପୂର୍ଣ୍ଣ କରିଛନ୍ତି କି ନା। ତାପରେ ରଣ ହେଇଛି ନାରାୟଣ ସଙ୍ଗେ। ତ୍ରାହି ପାଇ ଯାଇଅଛି ମୁହିଁ ଏ ଦ୍ୱାପର ଯୁଗରୁ। ତେଣୁ ଧର୍ମର ଜୟ ହେଇଛି ଏବଂ ପାପର କ୍ଷୟ ହେଇଛି। 11 ଦିନ ଧରି ଆପଣ ଭଗବାନ କୃଷ୍ଣଙ୍କୁ 11 ଦିନ କାଳ ନାରାୟଣଙ୍କୁ ଗାଳି କରିଛି, ଗୁଳଜ କରିଛି, ଭର୍ସନା କରିଛି, ତିରସ୍କାର କରିଛି। ଶେଷରେ ବଧ କରିବା ପାଇଁ ଅସି ଉତ୍ତୋଳନ କରିଛି। ଆଜି ଧନୁଯାତ୍ରାର ଅନ୍ତିମ ଦିବସ। ତେଣୁ ଏବେ ଅବିଳମ୍ବେ ଯିବି ମୁହିଁ ଶ୍ରୀକ୍ଷେତ୍ର ଧାମକୁ। ସର୍ବପ୍ରଥମରେ ମୋହଦଧିରେ ରହିଛନ୍ତି ଲକ୍ଷ୍ମୀ ନାରାୟଣ। ଅନନ୍ତ ଶଯ୍ୟା ଉପରେ ଶୟନ କରିଛନ୍ତି। ସୂର୍ଯ୍ୟଙ୍କୁ ପାଣି ଆଞ୍ଜୁଳାୟ ଦେବି, ପଇତାକୁ ବିସର୍ଜନ କରିବି। ପ୍ରଭୁ ମୁଁ ଜଣେ ମଣିଷ। 11 ଦିନ କାଳ ମୁଁ ଗାଳି ଗୁଳଜ କରିଛି ପ୍ରଭୁ। ଏହା ଗୋଟେ ମଣିଷ ପକ୍ଷରେ ସମ୍ଭବ ନୁହଁ। ତେଣୁ ତମେ ମୋତେ କ୍ଷମା କରିଦେବ ପ୍ରଭୁ। ତାପରେ ଆସିବି ଶଙ୍କରାଚାର୍ଯ୍ୟଙ୍କ ପାଖକୁ। ଶଙ୍କରାଚାର୍ଯ୍ୟ ହେଉଛନ୍ତି ଏ କଳି ଯୁଗରେ ସ୍ୱୟଂ ଶିବ। ତାଙ୍କୁ କରିବି ଦର୍ଶନ, ପାପମୋକ୍ଷ ହେବି। ତାପରେ ଆସିବି ନୀଳାଚଳ ଧାମ ଜଗନ୍ନାଥ ମନ୍ଦିର। ସେଠି ଅଛନ୍ତି ମୋର କାଳିଆ ଶାନ୍ତ। ହାତ ଯୋଡ଼ି କରିବି ପ୍ରାର୍ଥନା, ହେ ନାରାୟଣ ମୁଁ ଜାଣେ ପ୍ରଭୁ ମୁଁ ଭକ୍ତ, ତୁମେ ଭଗବାନ। କେବଳ ତୋରି ନାମ କୀର୍ତ୍ତନ କରୁଥିଲି ପ୍ରଭୁ, ତୋରି ଗୁଣ କୀର୍ତ୍ତନ କରୁଥିଲି, ତୋରି ନାମକୁ ପ୍ରଚାର କରୁଥିଲି ଏ କଳି ଯୁଗରେ 11 ଦିନ କାଳ। ତେଣୁ ହେ ପ୍ରଭୁ ତମେ ମୋତେ କ୍ଷମା କରିଦେବ ପ୍ରଭୁ, ତମେ ମୋତେ କ୍ଷମା କରିଦେବ। ଚଳିତ ବର୍ଷ ଆପଣ
এইটাକୁ ମିଶାଇ ମୁଁ 6 ବର୍ଷ କାଳ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିଛି। ତେଣୁ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା 77ତମ। ତେଣୁ ମୋ କଥା ନୁହଁ, ମୋତେ ଭଲ ଲାଗିଲା କି ନାହିଁ ମୁଁ କହିବିନି, ମୋର ଦର୍ଶକ ଦେବତା କହିବେ 77ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମୋରି ଅଭିନୟ ତାଙ୍କୁ କେମିତି ଲାଗିଛି। ଆଉ ଯଦି କିଛି ଭୁଲ କରିଥାଏ ତାହେଲେ କ୍ଷମା ଦେବେ ବୋଲି ମୋର ଆଶା ତଥା ବିଶ୍ୱାସ।